ନା ଗୋଟେ ଭାଲୁ ଛୁଆ ଥିଲା ହେଲା ଆଉ ଗୋଟେ ବାଘ ଛୁଆ ଥିଲା। ଦି ଜଣ ଯାକ ଭାରି ସାଙ୍ଗ, ବହୁତ ସାଙ୍ଗ ସେମାନେ। ଦି ଜଣ ଯାକ ନ ଦେଖିଲେ ରହିପାରନ୍ତି, ସବୁବେଳେ ସାଙ୍ଗ ହେଇ ଖେଳନ୍ତି, ଜଙ୍ଗଲରେ ବୁଲନ୍ତି, ମଜା କରନ୍ତି ହେଲା। ଥରେ କ'ଣ ହେଇଛି, ସେ ଜଙ୍ଗଲକୁ ଗୋଟାଏ ବଡ଼ ସିଂହ ଆସିଲା। ଆଉ ଗୋଟେ ଜଙ୍ଗଲ ଗୋଟେ ସିଂହ ପଳେଇ ଆସିଲା। ଆସିକି ଆମ ଦି ଜଣ କହିଲା, ମୁଁ ତମକୁ ଖାଇଦେବି। କ'ଣ କହିଲା? ତାପରେ ଭାଲୁ ଛୁଆ ବାଘ ଛୁଆ ଡରିଗଲେ, ନାଇଁ ଆମକୁ ଖାଅନି, তুমি ଛୋଟ ପିଲା ଆମକୁ ଖାଅନି। ତାପରେ ହେଇଗଲା, ତମକୁ ଆଜି ମୁଁ ଜଳଖିଆ କରିଦେବି। ଏତେ କୁନି କଅଁଳିଆ ମାଂସ ଆଜି ମୋତେ ମିଳିବ, ମୁଁ ଆଜି ସବୁ ଖାଇକି ଜଳଖିଆ ମୋର ହେଇଛି। ତାପରେ ଏମାନେ ଦି ଜଣ ଯାକ ଚିଡ଼ିଲେ, ଜୋରେ କାନ୍ଦିଲେ। କେମିତି କାନ୍ଦିବେ? ବାଘ କେମିତି କାନ୍ଦିବ? କାନ୍ଦିଲା। ଆଉ ଭାଲୁ କାନ୍ଦିଲା। ତାଙ୍କ କାନ୍ଦ ଶୁଣିକି ସେଠି ଗୋଟେ ଠେକୁଆ ଦୌଡ଼ି ଆସିଲେ। ଆସିକି ପହଞ୍ଚିକି ନା ଆରେ ବାଘ ଛୁଆକୁ ଆଉ ଗୋଟେ ଗଛ ମୂଳରେ ଦେଖିଲା ବାଘ ଛୁଆକୁ ଆଉ ଭାଲୁ ଛୁଆକୁ କିଏ ଖାଇବାକୁ ଆସିଛି? ସିଂହ ଖାଇଛି। ସେ ଗଛ ମୂଳ ଚୁପ୍ ଦେଖିକିରି ପଳେଇଲା। ଯାଇକିରି ବାଘ ଛୁଆର ମାମାକୁ ଡାକିଦେଲା। କହିଲା, ବାଘର ମାମା ଜାଣିଛ ତମ ଛୁଆକୁ ଆଜି ସିଂହ ଗୋଟେ କିଛି ଖାଇଦେବ ବୋଲି। ବାଘ ଥିଲା କହିଲା, ମୋ ଛୁଆ ଖାଇବ? ଦୌଡ଼ିଲା ଆସି କୋଉଠି ପହଞ୍ଚିଲା? ସିଂହ ପାଖରେ କହିଲା, ସିଂହ ମୋ ଛୁଆକୁ ତୁ କ'ଣ ଖାଉଛୁ? ତାପରେ ସିଂହ କହିଲା, ମୁଁ ଆଜି ଖାଇଦେବି ତୋ ଛୁଆକୁ, ତୋ ଛୁଆ ସାଙ୍ଗରେ ଭାଲୁ ଛୁଆକୁ ବି ଖାଇଦେବି। ତାପରେ ବାଘ କହିଲା, ତୋର ଏତେ ସାହସ, ଆସିଲୁ ମୋ ସହିତ ଲଢ଼ିଲୁ। ତାପରେ ଦି ଜଣ ବହୁତ ଜୋରରେ ଲଢ଼ିଲେ। ଦି ଜଣ ଜଣକୁ କାମୁଡୁଥାନ୍ତି, ଦି ଜଣକୁ ପୁରା କାମୁଡୁଥାନ୍ତି। ସେ ତାକୁ ଭିଡ଼ୁଥାଏ କାମୁଡ଼ି ହେଇକି ଗଦା ପଦା ହେଲେ। ତା ଭିତରେ କ'ଣ ହେଇଛି ନା, ସେଇ ଜଙ୍ଗଲର ଗୋଟେ ହାତୀ ଯିଏ ବାଘର ସାଙ୍ଗ, ସେ ଏମିତି ଆସୁଥିଲା। ଆସିଲା ଦେଖିଲା କ'ଣ ନା, ଛପିକି ସେ ଦେଖିଲା ବାଘର ଆଉ ସିଂହର ଲଢ଼େଇ ହେଉଛି। ସେତେବେଳେ କ'ଣ କଲେ ନା, ହାତୀ ସିଆଡ଼େ ଚୁପ୍ ଆସିକି ଜୋରରେ ବାଘ ସାଙ୍ଗରେ ମିଶିକିରି ସେ ଜାଣିଗଲା ଛୁଆକୁ ଖାଇବାକୁ ଅଛି। ସିଂହ ସାଙ୍ଗରେ ବାଘ ଆଉ ହାତୀ ଦି ଜଣ ଯାକ ଲଢ଼ିଲେ। ଦି ଜଣ ଯାକ ମିଶିକିରି ତା ସହିତ ଲଢ଼ିଲା ପରେ ତାପରେ ସିଂହ ଲଢ଼ିକିରି ପଳେଇଲା ପରେ ତାପରେ ହାତୀ ପାଖକୁ ଆଉ ବାଘ ପାଖକୁ ଆସିକି କିଏ ପହଞ୍ଚିଗଲେ? ଠେକୁଆ ବି ସେଠି ଠିଆ ହେଇଥାଏ, ତାପରେ ବାଘ ବି ସେଠି ଥାଏ। ତାପରେ ଭାଲୁ ଛୁଆ ଆଉ ବାଘର ଛୁଆ ଆସିକି କ'ଣ କରେ ନା, ବାଘର ଛୁଆ ଏଠି ଆସିକି ତା ସାଙ୍ଗରେ ଗଲା ଏବଂ ଭାଲୁକୁ ହାତୀ ଭାଲୁ ଛୁଆକୁ ହାତୀ ଧରିକି ତାକୁ ଦେଲା। ତାପରେ ଠେକୁଆ ଛୁଆଟି ଲାଗିଲା, ବଢ଼ିଆ ଖୁସି, ଆମର ବାଘ ଛୁଆ ଆଉ ଭାଲୁ ଛୁଆ ବଞ୍ଚିଗଲେ। ତାପରେ ଏମିତି ବଢ଼ିଆ କରି ଶାନ୍ତି ସରିଗଲା। ତାହେଲେ ଦେଖିଲ ବାଘୁଡ଼ି କେମିତି ନିଜ ଛୁଆକୁ ବଞ୍ଚେଇବା ପାଇଁ ସିଂହ ସହିତ ବି ଲଢ଼ିଗଲା, ନାଇଁ କି? ତାହେଲେ ତମେ ମାନେ ତମ ମାଆକୁ ଭଲ ପାଅ ନା? ତମ ମାଆ ତମ ପାଇଁ କେତେ ତ୍ୟାଗ କରୁଛନ୍ତି, କେତେ ତମ ସେବା କରୁଛନ୍ତି, ତମ ପାଇଁ କେତେ କଷ୍ଟ ପାଉଛନ୍ତି। ତେଣୁ ମାଆର ସବୁବେଳେ ସେବା କରିବା, ମାଆକୁ ସବୁବେଳେ ଭଲ ପାଇବା। ଭଲ ଲାଗିଲାନି କି?